ॐ तव कथामृतं तप्तजीवनं कविभिरीडितं कल्मषापहं श्रवणमङ्गलं श्रीमदाततं भुवि गृह्णन्ति ये भूरिदा जनाः। श्री श्री रामकृष्ण कथामृत प्रसंग। ଯେଉଁ ସବୁ ଭକ୍ତ ସଗୁଣ ଈଶ୍ୱରଙ୍କ ଉପାସନା କରନ୍ତି ସେମାନେ ଈଶ୍ୱରଙ୍କ ପାଖରେ ଯେପରି ପ୍ରାର୍ଥନା କରନ୍ତି ତଦନୁସାରେ ଈଶ୍ୱର ସେମାନଙ୍କୁ ଫଳ ପ୍ରଦାନ କରନ୍ତି। ତାଙ୍କର ସଗୁଣ ଭାବ ନ ମାନିଲେ ଏସବୁ ଭାବି ହୁଏ ନାହିଁ। ଯିଏ ନିର୍ଗୁଣ ତାଙ୍କ ପାଖରେ ଭକ୍ତି ଭକ୍ତ ବୋଲି କିଛି ନଥାଏ। ସେଥିପାଇଁ ବ୍ରାହ୍ମ ସମାଜ ସଗୁଣ ନିରାକାର ବ୍ରହ୍ମରେ ବିଶ୍ୱାସୀ। ଡାକ୍ତର ସରକାର ମଧ୍ୟ ସେହି ଭାବର। ତେବେ ତାଙ୍କର ଜ୍ଞାନ ମିଶ୍ରା ଭକ୍ତି, ସେଥିରେ ବିଚାର ବୁଦ୍ଧିର ଅବକାଶ ଅଛି। ସେ ବିଶେଷ ଭାବରେ ବିଜ୍ଞାନ ଚର୍ଚ୍ଚା କରିଛନ୍ତି। ଦୃଷ୍ଟିଭଙ୍ଗୀ ବୈଜ୍ଞାନିକ। କିଛି ଜାଣିବାକୁ ହେଲେ ଭାବି ଚିନ୍ତି ବିଚାର କରି ଗ୍ରହଣ କରନ୍ତି। ଠାକୁରଙ୍କ ସଙ୍ଗରେ କଥାବାର୍ତ୍ତାରେ ଏଠାରେ ସେହି ଭାବଟି ପ୍ରକାଶିତ। ଭକ୍ତି ଭାବକୁ ସେ ରହସ୍ୟ କରି କହୁଛନ୍ତି। ଜ୍ଞାନରେ ମନୁଷ୍ୟ ଅବାକ୍ ହୁଏ, ଆଖି ବନ୍ଦ ହୋଇଯାଏ ଓ ଆଖିରେ ପାଣି ଆସେ। ସେତେବେଳେ ଭକ୍ତି ଦରକାର ହୁଏ। ଜ୍ଞାନରେ ଅବାକ୍ ହୁଏ କାରଣ ଭଗବାନଙ୍କ ଗଭୀରତା ଓ ଅନନ୍ତ ଭାବ ବୈଚିତ୍ର୍ୟର ବୋଧ ହୁଏ, ଅଥବା ଜ୍ଞାନ ମନବୁଦ୍ଧିକୁ ଅବସନ୍ନ କରିଦିଏ। ଯେଉଁଠାରେ ପହଞ୍ଚିବା କଥା ସେଠାରେ ପହଞ୍ଚି ହୁଏ ନାହିଁ। ସେତେବେଳେ ଭଗବାନଙ୍କ ସ୍ୱରୂପ ଭାବି ସେ ଅବାକ୍ ହୁଏ। ତାପରେ ସେ ପରିହାସ କରି କହୁଛନ୍ତି, ଅବାକ୍ ହୋଇ ଆଖି ବନ୍ଦ ହୋଇଯାଏ ଓ ଆଖିରେ ପାଣି ଆସେ। ଭକ୍ତିର ଏହି ଚିହ୍ନ ଗୁଡ଼ିକ ତା ଭିତରେ ଫୁଟି ଉଠେ। ସେଥିପାଇଁ କହୁଛନ୍ତି ଭକ୍ତି ଦରକାର ହୁଏ, ଅର୍ଥାତ୍ ଆଗେ ଜ୍ଞାନ ଓ ତାପରେ ଭକ୍ତିର ଲକ୍ଷଣ ପ୍ରକାଶିତ ହୁଏ। ଶ୍ରୀରାମକୃଷ୍ଣ ତାଙ୍କ ସଙ୍ଗରେ ରହସ୍ୟ କରୁଛନ୍ତି। ଠାକୁର କହୁଛନ୍ତି ଭକ୍ତି ସ୍ତ୍ରୀ ଲୋକ, ଫଳରେ ଅନ୍ତପୁର ପର୍ଯ୍ୟନ୍ତ ଯାଇପାରେ। ଜ୍ଞାନ ଖୁବ୍ ବେଶୀ ହେଲେ ବୈଠକଖାନା ପର୍ଯ୍ୟନ୍ତ ଯାଏ। ବୈଠକଖାନା ମାନେ ଯେତେ ଦୂର ବିଚାରର କ୍ଷେତ୍ର, ଜ୍ଞାନ ସେତେ ଦୂର ପର୍ଯ୍ୟନ୍ତ ଯାଇପାରେ। ଅନ୍ତରର ଅନ୍ତପୁର ଜ୍ଞାନର ନୁହେଁ, ସେଠାରେ ଭକ୍ତିର ପ୍ରବେଶ। ବିଚାରକୁ ଅତିକ୍ରମ କରି ସେଠାରେ ପହଞ୍ଚିବାକୁ ହୁଏ। ଭକ୍ତିର ସେଠାରେ ଅବାଧ ବିଚରଣ। ଭକ୍ତିବାଦରେ କୁହାଯାଏ ଭକ୍ତ ଭଗବାନଙ୍କୁ ଆସ୍ୱାଦନ କରିପାରେ। ଜ୍ଞାନୀ କେବଳ ତାଙ୍କ ବାହ୍ୟ ଆଚରଣ ନେଇ ବିଚାର କରେ, ତାଙ୍କ ରସ ଆସ୍ୱାଦନ କରିପାରେ ନାହିଁ। ଚୈତନ୍ୟ ଚରିତାମୃତରେ ପରିହାସ କରି କୁହାଯାଇଛି, ଭକ୍ତ କୋକିଳ ପ୍ରେମ ଆମ୍ର ମୁକୁଳ ଭକ୍ଷଣ କରେ ଓ ଜ୍ଞାନୀ କାକ ତିକ୍ତ ନିମ୍ବ ଫଳ ଖାଏ। ସେଥିରେ ମିଠା ସ୍ୱାଦ ନାହିଁ। ଏହା ଭକ୍ତ ଦୃଷ୍ଟିରେ ଜ୍ଞାନୀକୁ ଉପହାସ। ପୁଣି ଜ୍ଞାନୀ ଦୃଷ୍ଟିରେ ସେହିଭଳି ଭକ୍ତଙ୍କୁ ମଧ୍ୟ ଉପହାସ କରାହୋଇଛି। ଠାକୁରଙ୍କୁ ହାତ ତାଳି ଦେଇ ହରିନାମ କରୁଥିବାର ଦେଖି ତତାପରି କହୁଛନ୍ତି, କ୍ୟୋଁ ରଟି ଠକ୍ତେ ହୋ। କାରଣ ସେତେବେଳେ ତାଙ୍କର ଏହି ରସର ଆସ୍ୱାଦନ ହୋଇନି। ପୁଣି ଜ୍ଞାନର ମଧ୍ୟ ମହିମା ଅଛି ଏବଂ ତାଦ୍ୱାରା ମଧ୍ୟ ଭଗବାନଙ୍କୁ ଆସ୍ୱାଦନ କରାଯାଏ। ଭକ୍ତଗଣ ତାହା ଅନୁଭବ କରନ୍ତି ନାହିଁ। ଅନୁଭବ ନ କରିବାର ଯୁକ୍ତି ମଧ୍ୟ ଅଛି। ଜ୍ଞାନୀ କହନ୍ତି, ମୁଁ ବ୍ରହ୍ମ। ଯିଏ ବ୍ରହ୍ମ ସେ ଭଗବାନଙ୍କୁ କିପରି ଆସ୍ୱାଦନ କରିବ? ରାମପ୍ରସାଦଙ୍କ ଗୀତରେ ଅଛି, ଚିନି ହେବାକୁ ଚାହେଁ ନା ମା, ଚିନି ଖାଇବାକୁ ଭଲ ପାଏ। ଭକ୍ତି ଦ୍ୱାରା ତାଙ୍କର ଆସ୍ୱାଦନ କରାଯାଏ। ଜ୍ଞାନରେ ଭଗବାନଙ୍କ ସଙ୍ଗରେ ଜ୍ଞାନୀର କୌଣସି ପାର୍ଥକ୍ୟ ନଥାଏ। ସେଥିରେ ତୁମେ ମୁଁ ଭେଦ ନଥାଏ। ଆସ୍ୱାଦନ ପାଇଁ ଦ୍ୱୈତ ରହିବା ଦରକାର। ଜ୍ଞାନୀ ଭକ୍ତକୁ ପରିହାସ କରି କହେ, ଭକ୍ତ କିଛି ବି ବୁଝେନା, କେବଳ ଆଖି ଛଳ ଛଳ କରି କାନ୍ଦେ। ସ୍ୱାମୀଜୀ ମଧ୍ୟ ଅନେକ ସମୟ ଏପରି ପରିହାସ କରୁଥିଲେ। ଅବଶ୍ୟ ଏପରି ଗୋଟିଏ ଦୁଇଟି କଥାରେ ତାଙ୍କୁ ବୁଝାଯାଏ ନାହିଁ। ତାଙ୍କର ବାହାର ଜ୍ଞାନର ଆବରଣ ଦେଇ ଢଙ୍କା ହୋଇଛି, କିନ୍ତୁ ଭିତର ଭକ୍ତିମୟ। ସେ ନିଜେ କମ୍ କାନ୍ଦି ନାହାନ୍ତି, କିନ୍ତୁ ଥଟ୍ଟା କରି କହୁଥିଲେ, ଖାଲି କାନ୍ଦ ଆଉ କାନ୍ଦ। ଶାସ୍ତ୍ର ଅଧ୍ୟୟନ ବେଦ ବେଦାନ୍ତର ଚର୍ଚ୍ଚା କରିବାକୁ ହେବ।
ନ୍ୟାୟଶାସ୍ତ୍ରର ସାହାଯ୍ୟ ନେବାକୁ ହେବ, ତେବେ ତ ଭଗବାନଙ୍କ ତତ୍ତ୍ୱ ସମ୍ବନ୍ଧରେ କିଛି ଜାଣିବ। ତା ନୁହେଁ କେବଳ କାନ୍ଦ, ସବୁ ଶିଶୁମାନଙ୍କର ଦଳ। କିନ୍ତୁ ଜଣେ ଅନ୍ୟ ଜଣଙ୍କର ପଥ ଅନୁସରଣ ନ କରି ମନ୍ତବ୍ୟ କରୁଛି, ଏହା ହିଁ ଭ୍ରମ। କିନ୍ତୁ କେହି ଯଦି ଜ୍ଞାନର ପଥ ଅନୁସରଣ କରି ମନ୍ତବ୍ୟ କରନ୍ତି, ତାହେଲେ ତାହା ଗ୍ରାହ୍ୟ ହେବ। କିମ୍ବା ଭକ୍ତିର ଚରମରେ ପହଞ୍ଚି ତାପରେ ଭକ୍ତି ସମ୍ବନ୍ଧରେ କଟାକ୍ଷ କଲେ ତାହାର ମୂଲ୍ୟ ଥାଏ। ଜଣେ ଅନ୍ୟର ପଥ ନ ଜାଣି ମନ୍ତବ୍ୟ କଲେ ତାହା ମୂଲ୍ୟହୀନ ପରିହାସରେ ପର୍ଯ୍ୟବସିତ ହୁଏ। ଠାକୁର ଜ୍ଞାନ ଭକ୍ତି ସମ୍ବନ୍ଧରେ ପରିହାସ କରି କହିବା ପରେ ଡାକ୍ତର କଟାକ୍ଷ କରୁଛନ୍ତି, କିନ୍ତୁ ଅନ୍ତଃପୁରରେ ତାହାକୁ ପ୍ରବେଶର ଅନୁମତି ଦିଆହୁଏ ନାହିଁ। ଅର୍ଥାତ୍ ଭକ୍ତିର ଆତିଶଯ୍ୟରେ ଭଗବାନଙ୍କ ସମ୍ପର୍କରେ ନିଚ୍ଛକ କଳ୍ପନା କରି ଛଳ ଛଳ ଆଖିରେ କାନ୍ଦିବାର କିଛି ନାହିଁ। ବିଚାର କରି ଦେଖ, ଯେଉଁମାନେ ଭକ୍ତିର ଏପରି ଆତିଶଯ୍ୟ ଦେଖାନ୍ତି, ସ୍ୱାମୀଜୀ ସେମାନଙ୍କୁ ଥଟ୍ଟା କରିଛନ୍ତି। କଥା ହେଉଛି, ଯାହାକୁ ଭକ୍ତି କରିବୁ ତା ସମ୍ପର୍କରେ ଯଦି କିଛି ଜଣା ନଥାଏ, ତାହେଲେ କାହାକୁ ଭକ୍ତି କରିବୁ? ଜଣେ କହୁଛି, ମୁଁ ଜ୍ଞାନ ଚାହେଁ ନା, ଶୁଦ୍ଧ ଭକ୍ତି ଚାହେଁ। ଠାକୁର ପ୍ରଶ୍ନ କରୁଛନ୍ତି, ସେ କ'ଣ ରେ? ଯାହାକୁ ଭକ୍ତି କରିବୁ ତାକୁ ନ ଜାଣିଲେ କିପରି ଭକ୍ତି କରିବୁ? ଏ କଥାଟି ଅତ୍ୟନ୍ତ ସମୀଚୀନ ଓ ସହଜବୋଧ୍ୟ। ଯିଏ ଭକ୍ତିର ପାତ୍ର, ତାଙ୍କ ସମ୍ବନ୍ଧରେ କିଛି ନ ଜାଣିଲେ ଭକ୍ତି ହେବ କିପରି? ସୁତରାଂ ତାଙ୍କୁ ଜାଣିବାକୁ ହେବ। ଭକ୍ତିଶାସ୍ତ୍ରରେ ମଧ୍ୟ କୁହାହୋଇଛି, ସାଧ୍ୟ ସାଧନ ତତ୍ତ୍ୱ ଜାଣିବ। ସେଥିପାଇଁ ଭକ୍ତିଶାସ୍ତ୍ରରେ ସ୍ୱାଧ୍ୟାୟ, ପାଠ, ବିଚାର ଅଛି। ବସ୍ତୁତ ଆମେ ମଣିଷ, ବିଚାର ବୁଦ୍ଧିର ପ୍ରବଣତା ଆମର ସହଜାତ। ଭକ୍ତ ହେଲେ ବି ପଥ ଯେ ଠିକ୍ ପଥ, ତାହା ବିଚାର ଦ୍ୱାରା ପ୍ରତିଷ୍ଠା କରିବାକୁ ହେବ। ଅନ୍ତତଃ ଜ୍ଞାନର ବାଡ଼ ନ ଦେଲେ ଭକ୍ତି ତିଷ୍ଠି ପାରିବ ନାହିଁ। ଆଶ୍ଚର୍ଯ୍ୟର ବିଷୟ, ଭକ୍ତି ପ୍ରାଧାନ୍ୟ ବଙ୍ଗ ପ୍ରଦେଶରେ ନ୍ୟାୟଶାସ୍ତ୍ର ସବୁଠାରୁ ଉନ୍ନତ ଓ ପ୍ରଭାବଶାଳୀ ହୋଇଛି। ଯଦିବା ମିଥିଳାରେ ପ୍ରାଚୀନ ନ୍ୟାୟର ଜନ୍ମ, କିନ୍ତୁ ତାହା ପରିପୂର୍ଣ୍ଣତା ଲାଭ କରିଛି ନବଦ୍ୱୀପରେ ନବନ୍ୟାୟ ରୂପରେ। ସେ ତର୍କର ସୂକ୍ଷ୍ମାତି ସୂକ୍ଷ୍ମ ଧାରାରେ ଅସାଧାରଣ ପଣ୍ଡିତଙ୍କର ମୁଣ୍ଡ ଗଡ଼େଇଯାଏ। ନ୍ୟାୟଶାସ୍ତ୍ରର ପଣ୍ଡିତଗଣ ବେଦାନ୍ତୀ ନଥିଲେ, ଭକ୍ତ ଥିଲେ। ନ୍ୟାୟ ସାହାଯ୍ୟରେ ସେମାନେ ବେଦାନ୍ତ ସିଦ୍ଧାନ୍ତ ଖଣ୍ଡନ କରିଛନ୍ତି, ପୁଣି ବେଦାନ୍ତୀମାନେ ମଧ୍ୟ ସେମାନଙ୍କୁ ଖଣ୍ଡନ କରିଛନ୍ତି। ଏପରି ଭାବରେ ବିଶାଳ ଦର୍ଶନଶାସ୍ତ୍ର ଗଢ଼ି ଉଠିଛି। ଯେଉଁମାନେ ସେସବୁରେ ଶକ୍ତି କ୍ଷୟ ନ କରି ତତ୍ତ୍ୱ ଆସ୍ୱାଦନ କରିବାକୁ ଚାହାନ୍ତି, ସେମାନେ ଜ୍ଞାନୀ ବା ଭକ୍ତ ଯାହା ବି ହୁଅନ୍ତୁ, ସେମାନଙ୍କୁ ଏତେ ବିଚାର କରିବାକୁ ହେବ ନାହିଁ। ଠାକୁର କହୁଛନ୍ତି, ନିଜକୁ ମାରିବା ପାଇଁ ଗୋଟିଏ ନହୁରୁଣୀ ଯଥେଷ୍ଟ, ଅନ୍ୟ ସଙ୍ଗେ ଯୁଦ୍ଧ କରିବାକୁ ହେଲେ ଢାଲ ତରବାରୀର ଦରକାର। ଅସଲ କଥା ହେଉଛି, ନିଜେ ଯେଉଁ ସିଦ୍ଧାନ୍ତ ଅନୁସରଣ କରୁଛି, ସେଥିରେ ଦୃଢ଼ ବିଶ୍ୱାସ ଥିବା ଦରକାର। ସେହି ବିଶ୍ୱାସ କାହାର ସହଜାତ, ପୁଣି କେହି ହଜାର ବିଚାର କରି ବି ସେ ବିଶ୍ୱାସ ଦୃଢ଼ କରିପାରେ ନାହିଁ। ଏହି ବିଶ୍ୱାସ ଧର୍ମ ପ୍ରବୃତ୍ତିର ଗଭୀରତା ଉପରେ ନିର୍ଭର କରେ। ଯଦି ଶୁଦ୍ଧ ମନ ହୁଏ, ତୁମେ ବ୍ରହ୍ମ, ଏହି ଗୁରୁବାକ୍ୟ ଶ୍ରବଣ ମାତ୍ରେ ତତ୍କ୍ଷଣାତ୍ ଅନୁଭବ ହୋଇଯିବ ଯେ ମୁଁ ବ୍ରହ୍ମ। ବିଚାର କରି ଆଉ ଦେଖିବାକୁ ହୁଏ ନାହିଁ, ଗୋଟିଏ କଥାରେ ଜ୍ଞାନ ହୋଇଯାଏ। ବେଦାନ୍ତବାଦୀଗଣ କହନ୍ତି, ଯଦି ଜଣେ ଭାଷା ବୁଝେ, ତେବେ ତାର ତୁମେ ବ୍ରହ୍ମ ଏହି ଗୋଟିଏ କଥାରେ ଜ୍ଞାନ ହୋଇଯିବ। ଏହି ଗୁରୁବାକ୍ୟଟି ଅତି ସହଜ, କିନ୍ତୁ ଏହି ସହଜ ବାକ୍ୟକୁ ବୁଝାଇବା ପାଇଁ ହଜାର ହଜାର ଗ୍ରନ୍ଥ ଲେଖା ହୋଇଛି। ତା ସତ୍ତ୍ୱେ ଏବେ ବି କୌଣସି ସମାଧାନ ହେଲା ନାହିଁ, କାରଣ ବିଶ୍ୱାସ ସହଜରେ ହୁଏ ନାହିଁ। ଏହି ବିଶ୍ୱାସ ଦୃଢ଼ କରିବା ପାଇଁ ଜ୍ଞାନୀ ତାହାର ବିଚାରର ଧାରାକୁ ଏବଂ ଭକ୍ତ ତାହାର ଭକ୍ତିଶାସ୍ତ୍ରକୁ ବଢ଼ାଇ ଚାଲିଛି। ଯେଉଁମାନେ ରସ ଆସ୍ୱାଦ କରିବାକୁ ଚାହାନ୍ତି, ସେମାନେ ଏତେ ଯୁକ୍ତି ବିଚାର ଭିତରକୁ ଯାଆନ୍ତି ନାହିଁ। ଆମେ ଏହି ଜଗତକୁ ପ୍ରତ୍ୟକ୍ଷ ଦେଖୁଛୁ, ଅଥଚ ଦାର୍ଶନିକଗଣ କହୁଛନ୍ତି ଏହି ଜଗତ ନାହିଁ। ସେତେବେଳେ କ'ଣ ଆମେ ଭାବୁ ସତେତ? ତାହେଲେ କ'ଣ ହେବ? କେଉଁଠି ଠିଆ ହେବୁ?
ଆମେ ସେତେବେଳେ ତାଙ୍କୁ ଉପହାସ କରି କହୁ ସେ ଭାବରାଜ୍ୟରେ ଅଛନ୍ତି। ଠିକ୍ ସେହିଭଳି ଭଗବାନଙ୍କ ସତ୍ତାରେ ଯେଉଁମାନେ ଦୃଢ଼ ବିଶ୍ୱାସୀ ସେମାନଙ୍କର ଏତେ ଯୁକ୍ତିରେ ପ୍ରୟୋଜନ ନାହିଁ। ସେମାନେ ତାଙ୍କୁ ଅନୁଭବ କରୁଛନ୍ତି, ଆସ୍ୱାଦନ କରୁଛନ୍ତି। ଏ ସମ୍ପର୍କରେ ବେଶ ଗୋଟିଏ କଥା ଅଛି। ଜ୍ଞାନୀର ବ୍ୟବହାର କିପରି ହୁଏ ଏହି ପ୍ରଶ୍ନ ଉଠିଛି। ଜ୍ଞାନୀର ଜ୍ଞାନ ଦ୍ୱାରା ଜଗତ ସଂସାର ଲୟ ହୋଇଯାଏ। ତାପରେ ତାଙ୍କ ବ୍ୟବହାର କିପରି ହେବ? ଅଦ୍ୱୈତବାଦୀ ଏ ବିଷୟରେ ଅନେକ ଗ୍ରନ୍ଥ ରଚନା କରିଛନ୍ତି, କିନ୍ତୁ ବିଷୟଟି କୌଣସି ମୋତେ ବୁଝାଯାଉ ନାହିଁ। ଶଙ୍କରାଚାର୍ଯ୍ୟ କହୁଛନ୍ତି, ଦୃଷ୍ଟୈନ ଅନୁପପନ୍ନଂ ନାମ। ଯାହା ଦେଖାଯାଉଛି ତାହା ପୁଣି ଅଯୌକ୍ତିକ କିପରି ହେବ? ତାହାକୁ ଅଯୌକ୍ତିକ କହିବାର କୌଣସି ଅର୍ଥ ନାହିଁ। ଯୁକ୍ତି ଦୁର୍ବଳ, ପ୍ରତ୍ୟକ୍ଷ ପ୍ରବଳ। ଜ୍ଞାନୀ ବ୍ୟବହାର କରୁଛନ୍ତି, ଏହା ପ୍ରତ୍ୟକ୍ଷ ଦେଖାଯାଉଛି। ସୁତରାଂ ତାଙ୍କର ବ୍ୟବହାର ସମ୍ଭବ ନା ନାହିଁ ଏ ପ୍ରଶ୍ନ ହିଁ ଉଠେନା। ପ୍ରତ୍ୟକ୍ଷ ହିଁ ଅସଲ ଭିତ୍ତି, ବିଚାର ତା ଉପରେ ପ୍ରତିଷ୍ଠିତ। ସେହିପରି ଜ୍ଞାନ ବା ଭକ୍ତି ଯାହା ଉପରେ ନିର୍ଭର କରି ହେଉ, ଯିଏ ଭଗବାନଙ୍କୁ ଆସ୍ୱାଦନ ବା ଅନୁଭବ କରିଛନ୍ତି, ତାଙ୍କୁ ଆଉ ଯୁକ୍ତି ସାହାଯ୍ୟରେ ସେହି ଅନୁଭବକୁ ପ୍ରତିଷ୍ଠିତ କରିବାକୁ ହେବ ନାହିଁ। ସେ ଏ ବିଷୟରେ ନିସଂଶୟ। କିନ୍ତୁ ଯାହାର ସଂଶୟ ଅଛି, ଯିଏ ପ୍ରତିଷ୍ଠିତ ନୁହେଁ, ତା ପକ୍ଷରେ ଯୁକ୍ତିର ସାର୍ଥକତା ଅଛି। ବସ୍ତୁତଃ ପଥିକ ପାଇଁ ଯୁକ୍ତିର ପ୍ରୟୋଜନ, କିନ୍ତୁ ଯିଏ ଲକ୍ଷ୍ୟରେ ପହଞ୍ଚି ଯାଇଛନ୍ତି, ସେ ଜ୍ଞାନୀ ବା ଭକ୍ତ ଯାହା ବି ହୁଅନ୍ତୁ, ତାଙ୍କର ଆଉ ଯୁକ୍ତିର ପ୍ରୟୋଜନ ନାହିଁ। ଜଣେ ହିନ୍ଦୁସ୍ଥାନୀ ଜ୍ଞାନୀ ସନ୍ନ୍ୟାସୀଙ୍କ କଥା ଶୁଣିଥିଲି। ସେ ଶାସ୍ତ୍ର ପଢ଼ିବା ସମୟରେ ସର୍ବଂ ଖଲିଦଂ ବ୍ରହ୍ମ ଯେତେବେଳେ କହନ୍ତି, ବିଭୋର ହୋଇ କହନ୍ତି, ଏ ସବ୍ ଭରା ହୁଆ ହେ। କହୁ କହୁ ତାଙ୍କର ସମସ୍ତ ମୁଖମଣ୍ଡଳରେ ଯେପରି ଏକ ଜ୍ୟୋତି ଭରିଯାଉଥିଲା। ଏହା ହେଉଛି ଅନୁଭବର ଶକ୍ତି। ଜଣକର ପ୍ରତ୍ୟକ୍ଷ ଅନୁଭବ ହେଲେ ତେବେ ସେ ଏପରି ଭାବରେ କହିପାରନ୍ତି। ଭକ୍ତି ସମ୍ବନ୍ଧରେ ମଧ୍ୟ ଠିକ୍ ସେହି କଥା। ତଥାପି ଭକ୍ତି ଅନୁଭବ କରିନାହାନ୍ତି, ସେଥିପାଇଁ କହୁଛନ୍ତି, କ୍ୟୋଁ ରଟି ଠକ୍ତେ ହୋ। ଠାକୁର ଏହା ଭାବି ହସୁଛନ୍ତି ଯେ ତୋତାପୁରୀଙ୍କର ଏହି ଭକ୍ତିର ଅନୁଭବ ନାହିଁ, ସୁତରାଂ ବୁଝିପାରୁନାହାନ୍ତି। ଠାକୁର ଜ୍ଞାନରେ ପ୍ରତିଷ୍ଠିତ ହୋଇଛନ୍ତି, ପୁଣି ଭକ୍ତିର ସାର ଆସ୍ୱାଦନ କରିଛନ୍ତି। ଦୁଇଟି ଯାକ ତାଙ୍କ ପାଖରେ ସୁସ୍ପଷ୍ଟ। ତେଣୁ ଏତେ ବଡ଼ ଜ୍ଞାନୀ ତୋତାପୁରୀଙ୍କର ଅସମ୍ପୂର୍ଣ୍ଣତା ଦେଖି ହସୁଛନ୍ତି। ଆମମାନଙ୍କୁ ସେହି ବହୁରୂପୀର କଥା ମନେ ରଖିବାକୁ ହେବ। ଭଗବାନଙ୍କର ବହୁରୂପ। ଯିଏ ସେହି ଗଛ ତଳେ ଥାଏ, ସିଏ ବୁଝେ ଭଗବାନ ଏହା ତାହା, ପୁଣି ଆହୁରି କେତେ କ'ଣ। ଶ୍ରୀରାମକୃଷ୍ଣ କହୁଛନ୍ତି, ସେ ସାକାର, ପୁଣି ନିରାକାର, ପୁଣି ଏଗୁଡ଼ିକର ଆରପାରିରେ କେତେ କ'ଣ। ସେ ଏସବୁ କାହିଁକି କହୁଛନ୍ତି? ସାକାର ନିରାକାର ଏସବୁ ଆମମାନଙ୍କ ଯୁକ୍ତି ବିଚାର କରି ଗୋଟିଏ ଶବ୍ଦ ପ୍ରୟୋଗ ମାତ୍ର। ଆମମାନଙ୍କ ବୁଦ୍ଧିରେ ବୁଝି ଭଗବାନଙ୍କ ସମ୍ବନ୍ଧରେ ଶବ୍ଦ ପ୍ରୟୋଗ କରୁଛୁ। ଆମମାନଙ୍କ ବୁଦ୍ଧି ଭଗବାନଙ୍କ ପୂର୍ଣ୍ଣ ସ୍ୱରୂପକୁ ବୁଝାଇ ପାରିବ ନାହିଁ। ଠାକୁରଙ୍କ ଭାଷାରେ କୁହାଯାଏ, ଛୋଟ ପିଲା ଦାଦା ଖୁଡ଼ି ଝଗଡ଼ା ସମୟରେ ଈଶ୍ୱରଙ୍କ ରାଣ ଶୁଣିଛି, ସେଥିପାଇଁ କହୁଛି ମୋର ଈଶ୍ୱରଙ୍କ ରାଣ। ଈଶ୍ୱର କ'ଣ ଜାଣେ ନାହିଁ, କୌଣସି ଅଭିଜ୍ଞତା ନାହିଁ। ତା ପାଖରେ ଈଶ୍ୱର କେବଳ ଶବ୍ଦ ମାତ୍ର। ସେ ଯଦି ସାକାର ହୁଅନ୍ତି, ତାହେଲେ କିପରି ନିରାକାର ହେବେ? ଏବଂ ଯଦି ନିରାକାର ହୁଅନ୍ତି, ତେବେ କିପରି ସାକାର ହେବେ? ଦୁଇଟି ପରସ୍ପର ବିରୋଧୀ କଥା। କିନ୍ତୁ ଗୋଟିଏ ଜାଗାରେ ଯେ ଏହି ବିରୋଧର ଅବସାନ ହୋଇପାରେ, ତାହା ସାଧାରଣ ମଣିଷର ବିଚାର ଶକ୍ତିର ଅଗମ୍ୟ। ଆମମାନଙ୍କ ବିଚାର ବୁଦ୍ଧି ଯେତେ ଦୂର ଯାଏ, ତାହା ସେତେ ଦୂର ପର୍ଯ୍ୟନ୍ତ ନିଆଯାଇପାରେ। ଫଳତଃ ତାହା ଯେ ସମ୍ପୂର୍ଣ୍ଣ ଅସାର୍ଥକ ତାହା ନୁହେଁ। ଠାକୁର କହୁଛନ୍ତି, ଯିଏ ଭଗବାନଙ୍କ ସ୍ୱରୂପ ବା ତତ୍ତ୍ୱ ଜାଣେ ନାହିଁ, ଯଦି ତା'ର ଭକ୍ତି ଥାଏ, ବିଚାର ବୁଦ୍ଧି ନଥିଲେ ମଧ୍ୟ ସେ ସେହି ଭକ୍ତି ସାହାଯ୍ୟରେ ଈଶ୍ୱର ତତ୍ତ୍ୱ ଅନୁଭବ କରିପାରେ। ଗୀତା ପାଠ ସମୟରେ ଜଣକୁ କାନ୍ଦୁଥିବାର ଦେଖି ଶ୍ରୀ ଚୈତନ୍ୟଦେବ ପ୍ରଶ୍ନ କରିଥିଲେ, ତୁମେ କାହିଁକି କାନ୍ଦୁଛ? ସେ କହିଲେ, ମୁଁ କିଛି ବୁଝିପାରୁନାହିଁ, କେବଳ ଦେଖୁଛି ଭଗବାନ ରଥରେ ବସି ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି, ସେଥିପାଇଁ କାନ୍ଦୁଛି।
ତା ଭକ୍ତି ମାଧ୍ୟମରେ ଭଗବାନ ପ୍ରତ୍ୟକ୍ଷଭୂତ ହେଉଛନ୍ତି। ପୁନଶ୍ଚ ପଣ୍ଡିତ ନାନା ଯୁକ୍ତିତର୍କ ବିଚାର ସାହାଯ୍ୟରେ ଗୀତାର ବ୍ୟାଖ୍ୟା କରି ଚାଲିଛନ୍ତି, କିନ୍ତୁ ସେ ହୁଏତ କୌଣସି ଉପଲବ୍ଧି କରିପାରିଲେ ନାହିଁ। ବିଶ୍ୱାସ ଦୃଢ଼ ହେଲେ ସାଧକକୁ ତତ୍ତ୍ୱରେ ପହଞ୍ଚାଇ ଦିଏ। ଠାକୁର କହୁଛନ୍ତି, କେହି ପୂର୍ବ ଦିଗକୁ ଯିବାକୁ ଚାହିଁ ହୁଏତ ପଶ୍ଚିମ ଦିଗକୁ ଚାଲିଛି। ତାକୁ କେହି ହୁଏତ କହିଦିଏ, ଏ ରାସ୍ତାରେ ନୁହେଁ ସେ ରାସ୍ତାରେ ଯାଉ। ରାସ୍ତା ପରିବର୍ତ୍ତନ କରି ସେ ସେତେବେଳେ ସେ ରାସ୍ତାରେ ଗଲା। ତେବେ ଆଗ୍ରହ ଥିବା ଦରକାର। ମଣିଷ ଯଦି ତତ୍ତ୍ୱାନ୍ୱେଷୀ ହୁଏ, ତେବେ ଭୁଲ ଭ୍ରାନ୍ତି ହେଲେ ମଧ୍ୟ ସେ ଧୀରେ ଧୀରେ ଗନ୍ତବ୍ୟରେ ପହଞ୍ଚେ। ପୁଣି ବିଚାର କଲେ ଯେ ଭୁଲ ହୁଏ ନାହିଁ ତାହା ନୁହେଁ। ବିଚାର ହଁକୁ ନା, ନାକୁ ହଁ କରେ। ହୁଏତ ବିଚାର ଏପରି ଭାବରେ କରୁଛି ଯାହା ଶୁଦ୍ଧ ନୁହେଁ, ତତ୍ତ୍ୱକୁ ଜାଣିବା ପାଇଁ ନୁହେଁ। ବିଚାର ଅବଶ୍ୟ ତତ୍ତ୍ୱରେ ପହଞ୍ଚାଇବା ପାଇଁ ସାହାଯ୍ୟ କରେ, କିନ୍ତୁ ତା ଉପରେ ପୂର୍ଣ୍ଣ ନିର୍ଭର କରାଯାଏ ନାହିଁ। ଶ୍ରୀରାମକୃଷ୍ଣ କହୁଛନ୍ତି, ଜଣେ ଭୁଲ ରାସ୍ତାରେ ଯାଉଥିଲା, ଭୁଲ ଜାଣିବା ପରେ ପୁଣି ଠିକ୍ ରାସ୍ତାରେ ଗଲା। ଡାକ୍ତର ସରକାର ସେତେବେଳେ କହୁଛନ୍ତି, ଯାହା ବି ହେଉ ସେ ଭୁଲ ରାସ୍ତାରେ ତ ଯାଉଥିଲା। ଶ୍ରୀରାମକୃଷ୍ଣ ଉତ୍ତରରେ କହୁଛନ୍ତି, ହଁ ତା ଅବଶ୍ୟ, କିନ୍ତୁ ଶେଷରେ ସେ ଠିକ୍ ରାସ୍ତା ପାଏ। ପୂର୍ବରୁ କହିଛନ୍ତି, ଜ୍ଞାନୀ ବି ରାସ୍ତା ଭୁଲ କରେ। ଫଳରେ ଏ ପ୍ରଶ୍ନର କୌଣସି ମୂଲ୍ୟ ନାହିଁ। ତେବେ ଗୋଟିଏ କଥା ଠାକୁର କହିଛନ୍ତି, ଭକ୍ତ ହେବ ବୋଲି ବୋକା ହେବ କାହିଁକି? ଭକ୍ତ ହେବା ମାନେ ବିଚାର ବୁଦ୍ଧିର ବିସର୍ଜନ ଦେବାକୁ ହେବ, ଏପରି କୌଣସି କଥା ନାହିଁ। ଆମେ ଭାବୁ ଭଗବାନଙ୍କ ଆଡ଼କୁ ଯାଉଛୁ, ହୁଏତ ଆଖି ବନ୍ଦ କରି, ନହେଲେ ମାଳା ଗଡ଼ାଇ, କିନ୍ତୁ ଠିକ୍ରେ ଯାଉଛୁ ନା ନାହିଁ ତାହା କ'ଣ ପରୀକ୍ଷା କରି ଦେଖୁ? ଠାକୁର କହୁଛନ୍ତି, ଯେତେବେଳେ ଚାଉଳ କାଣ୍ଡନ୍ତି ମଝିରେ ମଝିରେ ବାହାର କରି ଦେଖନ୍ତି, କାଣ୍ଡିବା ଠିକ୍ ହୋଇଛି କି ନାହିଁ। ସାଧନା ପଥରେ ଆତ୍ମବିଶ୍ଳେଷଣ ଦରକାର। ମଝିରେ ମଝିରେ ଦେଖିବାକୁ ହୁଏ, ମୁଁ ଠିକ୍ କରୁଛି କି ନାହିଁ। ଯଦି କେବଳ କରିଯାଉ କରିଯାଉ କୁହା ହୁଏ, ତାହା ଯୁକ୍ତିଯୁକ୍ତ କଥା ନୁହେଁ। ଭଗବାନ ଲାଭ ସମ୍ପର୍କରେ ଗୋଟିଏ ନିଶ୍ଚିତ ଧାରଣା ଥିବା ଦରକାର। ସେହି ଅନୁସାରେ ମଝିରେ ମଝିରେ ବିଚାର କରି ଦେଖିବାକୁ ହେବ, ଆଗଉଛି କି ନାହିଁ। ଆଗେଇଲେ କ୍ରମଶଃ ଲକ୍ଷ୍ୟର ନିକଟତର ହେବ। ଗୋପୀଗଣ ଶ୍ରୀକୃଷ୍ଣଙ୍କୁ ଅନୁସରଣ କରୁଛନ୍ତି। ଜଣେ କହୁଛି, ଶ୍ରୀକୃଷ୍ଣ ନିଶ୍ଚିତ ଏହି ରାସ୍ତାରେ ଯାଇଛନ୍ତି, କାରଣ ତାଙ୍କ ଶରୀରର ଗନ୍ଧ ପାଉଛି। ଏହି ଯେ ଶରୀରର ଗନ୍ଧ ପାଇବା, କୃଷ୍ଣ ଗନ୍ଧ ପାଇବା, ଏହା ହେଉଛି ଲକ୍ଷ୍ୟ ଆଡ଼କୁ ଆଗେଇ ଯିବା। ନିଜକୁ ବିଶ୍ଳେଷଣ ନ କଲେ କେହି ହେଲେ ବୁଝିପାରିବେ ନାହିଁ ଯେ ଠିକ୍ ଠିକ୍ ଆଗଉଛି କି ନାହିଁ। ଏଠାରେ ହିଁ ବିଚାରର ସାର୍ଥକତା। ବିବେକ ବୈରାଗ୍ୟ ଥିଲେ ବିଚାର ବସ୍ତୁ ନିର୍ଣ୍ଣୟରେ ସମର୍ଥ ହେବ, ନହେଲେ ସେ ବିଚାର ମୂଲ୍ୟହୀନ। ଶ୍ରୀରାମକୃଷ୍ଣ କହୁଛନ୍ତି, ବଡ଼ ବଡ଼ ପଣ୍ଡିତଙ୍କୁ ଯଦି ଦେଖେ ବିବେକ ବୈରାଗ୍ୟ ନାହିଁ, ସେମାନଙ୍କୁ ନଡ଼ାକୁଟା ପରି ମନେ ହୁଏ। ଠାକୁର ଡାକ୍ତର ସରକାରଙ୍କୁ କହୁଛନ୍ତି, କିନ୍ତୁ ଏହା ଧାରଣା କରିବା ବଡ଼ ଶକ୍ତ ଯେ ଯିଏ ନିରାକାର ସେ ପୁଣି କିପରି ସାକାର ହେବେ, ଏ ସନ୍ଦେହ ମନରେ ଉଠେ। ପୁଣି ଯଦି ସାକାର ହୁଅନ୍ତି ତାହେଲେ ନାନା ରୂପ କାହିଁକି? ଡାକ୍ତର ସରକାର ମଝିରେ ମଝିରେ ଟିପ୍ପଣୀ ଦେଉଛନ୍ତି। ସେଗୁଡ଼ିକ ଭିତରେ କିଛି ମୂଲ୍ୟବାନ କଥା ଥିଲେ ଠାକୁର ଆଲୋଚନା କରୁଛନ୍ତି, ନହେଲେ ଛାଡ଼ି ଯାଉଛନ୍ତି। ଉପସଂହାରରେ ଠାକୁର କହୁଛନ୍ତି, ଈଶ୍ୱରଙ୍କୁ ଲାଭ ନ କରିପାରିଲେ ଏସବୁ ବୁଝାଯାଏ ନାହିଁ। ସାଧକକୁ ସେ ନାନା ଭାବରେ ନାନା ରୂପରେ ଦେଖାଇ ଦିଅନ୍ତି। ଠାକୁର ଗାମଲାରେ ରଙ୍ଗର ସୁନ୍ଦର ଉପମା ଦେଲେ। ଜଣଙ୍କର ଗୋଟିଏ ଗାମଲାରେ ରଙ୍ଗ ଥିଲା। ଯିଏ ଯେଉଁ ରଙ୍ଗ ଚାହୁଁଛି ସେ ସେହି ଗୋଟିଏ ଗାମଲାରେ ବୁଡ଼ାଇ ତାର କପଡ଼ା ସେହି ରଙ୍ଗରେ ରଙ୍ଗାଇ ଦେଉଛି। ଅର୍ଥାତ୍ ଭଗବାନ ଭକ୍ତଙ୍କୁ ବହୁ ରୂପରେ ଯିଏ ଯେଉଁ ଭାବରେ ଚାହେଁ କୃପା କରନ୍ତି। କେହି ଅରୂପ ଚାହିଁଲେ ତାକୁ ତା ବି ଦିଅନ୍ତି। ତାଙ୍କର ଏହି ବୈଚିତ୍ର୍ୟ ବୁଦ୍ଧି ସାହାଯ୍ୟରେ ବୁଝାଯାଏ ନାହିଁ। ସେ ବୈଚିତ୍ର୍ୟ ଅନୁଭବ ଗମ୍ୟ। ଯେଉଁମାନେ ତାଙ୍କୁ ଗୋଟିଏ ରୂପରେ ନୁହେଁ ବହୁ ରୂପରେ ଅନୁଭବ କରିଛନ୍ତି, ସେମାନେ ହିଁ ଏ କଥା କହିପାରନ୍ତି। ଠାକୁର ବହୁରୂପୀର ଦୃଷ୍ଟାନ୍ତ ଦେଇ ବୁଝାଇଲେ। ଭଗବାନଙ୍କ ସବୁ ରୂପର ଅନୁଭବ ନ ହେଲେ ସେ ଅପୂର୍ଣ୍ଣ ରହିଯାଆନ୍ତି। ତୋତାପୁରୀଙ୍କ ସମ୍ବନ୍ଧରେ କହୁଥିଲେ, ତାଙ୍କର ବ୍ରହ୍ମାନୁଭୂତି ହୋଇଛି, ନିର୍ବିକଳ୍ପ ସମାଧି ମଧ୍ୟ ହୋଇଛି, କିନ୍ତୁ ଭକ୍ତର ଆସ୍ୱାଦ୍ୟ ଭଗବାନଙ୍କ ବିଚିତ୍ର ରୂପ ସମ୍ବନ୍ଧରେ ସେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ।
ଠାକୁରଙ୍କ ସାନ୍ନିଧ୍ୟରେ ଆସି ତାଙ୍କର ସେହି ଅପୂର୍ଣ୍ଣତା ଦୂର ହୋଇଛି। ଏ ଅପୂର୍ଣ୍ଣତା ଭକ୍ତ ଜ୍ଞାନୀ ନିର୍ବିଶେଷରେ ସମସ୍ତଙ୍କର ସ୍ୱାଭାବିକ। ଭକ୍ତ କହନ୍ତି ଜ୍ଞାନୀ ଦୃଷ୍ଟିରେ ଭଗବାନଙ୍କ ଭିତରେ ବୈଚିତ୍ର୍ୟ ନାହିଁ, କାରଣ ସେ ତାଙ୍କୁ ଦୂରରୁ ଦେଖୁଛନ୍ତି। ଚୈତନ୍ୟ ଚରିତାମୃତରେ ଅଛି, ଦୂରକୁ ସୂର୍ଯ୍ୟ ଗୋଟିଏ ଅଗ୍ନିଗୋଲକ ଭଳି ଦେଖାଯାନ୍ତି, କିନ୍ତୁ ସୂର୍ଯ୍ୟଲୋକବାସୀ ତା ଭିତରେ ନାନା ବୈଚିତ୍ର୍ୟ ଦେଖନ୍ତି। ଜ୍ଞାନୀ ମଧ୍ୟ କହନ୍ତି ଭକ୍ତର ଦୃଷ୍ଟି ଅସମ୍ପୂର୍ଣ୍ଣ, ମନୁଷ୍ୟ ବୁଦ୍ଧିର ଅପୂର୍ଣ୍ଣତା ଯୋଗୁଁ ଦୃଷ୍ଟି ହୁଏ। ଠାକୁର କହୁଛନ୍ତି ଗୋଟିଏ ରୂପ ଆସ୍ୱାଦନ କରି ଯଦି ପୂର୍ଣ୍ଣ ହୋଇଯାଉ ତାହେଲେ ତୁମ ପକ୍ଷରେ ତାହା ଯଥେଷ୍ଟ, କିନ୍ତୁ ଅନ୍ୟର ସିଦ୍ଧାନ୍ତ ସମ୍ବନ୍ଧରେ ମନ୍ତବ୍ୟ କରିବା ଆଗରୁ ତାହା ପରଖ କରିନେବା ପ୍ରୟୋଜନ। ଠାକୁର ବାରମ୍ବାର କହୁଛନ୍ତି ନିଜ ମତ ପ୍ରତି ନିଷ୍ଠାବାନ ହୁଅ ଏବଂ ଅନ୍ୟର ମତ ପ୍ରତି ଶ୍ରଦ୍ଧାସମ୍ପନ୍ନ ହୁଅ, କିମ୍ବା ନିଜର ଅଜ୍ଞତା ସ୍ୱୀକାର କର। ଅଯଥା ଅନ୍ୟର ସମାଲୋଚନା କରିବା ଉଚିତ ନୁହେଁ। ଶ୍ୟାମପୁକୁରର ଗୃହରେ ଶ୍ରୀରାମକୃଷ୍ଣଙ୍କର ଅବିରାମ ଈଶ୍ୱର ପ୍ରସଙ୍ଗ ଚାଲିଛି। ସାକାର ନିରାକାର ଦ୍ୱନ୍ଦ୍ୱ ନେଇ କଥା ହେଉ ହେଉ ଠାକୁର ଗଭୀର ତତ୍ତ୍ୱରେ ଯାଇ ପହଞ୍ଚିଛନ୍ତି। କହୁଛନ୍ତି ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା। ଏହି ବିଚାର ପରେ ସମାଧି ହେଲେ ରୂପ ଫୂପ ଉଡ଼ିଯାଏ, ଅର୍ଥାତ୍ ସେତେବେଳେ ସାକାର ନିରାକାରରେ ପହଞ୍ଚେ। ବିଚାର ପରେ ସମାଧି। ଏ ବିଷୟ ସମ୍ବନ୍ଧରେ ଯୋଗୀ ଓ ଜ୍ଞାନୀମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଅଛି। ସୁଷୁପ୍ତି କାଳରେ ବା ମୂର୍ଚ୍ଛାଗ୍ରସ୍ତ ହେଲେ ମଣିଷର ଯେପରି ହୁଏ, ସମାଧି ଅବସ୍ଥାରେ ମଧ୍ୟ ସେପରି ବାହାରର କୌଣସି ବ୍ୟବହାର ନଥାଏ। ଶରୀର ଓ ମନ କାମ କରେ ନାହିଁ। ବିଚାର ଦ୍ୱାରା ଜଗତର ମିଥ୍ୟାତ୍ୱ ନିଶ୍ଚୟ ଏବଂ ଏକମାତ୍ର ବ୍ରହ୍ମ ସତ୍ୟ, ଏହି ବୁଦ୍ଧି ଯଦି ସ୍ଥିର ହୁଏ ତାହେଲେ ଜ୍ଞାନୀଙ୍କର ଚରମ ଲକ୍ଷ୍ୟରେ ପହଞ୍ଚିବା ହେଲା। ଜ୍ଞାନୀର ଲକ୍ଷ୍ୟ ହେଲା ବ୍ରହ୍ମ ଛଡ଼ା ଆଉ ସବୁ ମିଥ୍ୟା। ଏହି ତତ୍ତ୍ୱଟି ଠିକ୍ ଭାବରେ ବୁଝିବା। ତାହେଲେ ବ୍ରହ୍ମଙ୍କୁ ଆଉ ନୂଆ ଭାବରେ ବୁଝିବାକୁ ହୁଏ ନାହିଁ, କାରଣ ବ୍ରହ୍ମ ମନୁଷ୍ୟର ସତ୍ତା ସ୍ୱରୂପ। ବ୍ରହ୍ମ ଉପରେ ଯାହା କିଛି ଆବରଣ ପଡ଼ିଛି ତାହା ମିଥ୍ୟା ବୋଲି ଜାଣିଲେ ଜ୍ଞାନୀଙ୍କ କାମ ଶେଷ ହେଲା। ଏହି ଜ୍ଞାନର ପରିଣାମରେ ଯେ ସମାଧି ହେବା ନିଶ୍ଚିତ, ଅର୍ଥାତ୍ ଦେହ ଇନ୍ଦ୍ରିୟ ଆଦି ସମସ୍ତ ଯେ ସେମାନଙ୍କର କାମରୁ ବିରତ ହେବେ, ଏପରି କୌଣସି କଥା ନାହିଁ। ସମାଧି କହିଲେ ଆମେ ସାଧାରଣତଃ ଯୋଗୀ ବା ଭକ୍ତଙ୍କର ଭାବ ସମାଧି କଥା ମନେ କରୁ। ଭାବ ସମାଧିରେ ଭକ୍ତ ଯେତେବେଳେ ଭଗବାନଙ୍କ ଠାରେ ମନ ଲୀନ କରିଦିଏ, ସେତେବେଳେ ତାହାର ବାହ୍ୟ କ୍ରିୟାକଳାପ ବନ୍ଦ ହୋଇଯାଏ। ଯୋଗୀଙ୍କ ମତରେ ଚିତ୍ତକୁ ବୃତ୍ତିଶୂନ୍ୟ କରିବା ହିଁ ଯୋଗ ଏବଂ ଚିତ୍ତ ବୃତ୍ତିଶୂନ୍ୟ ହେଲେ ଦେହ ଇନ୍ଦ୍ରିୟ ଆଦି ନିଷ୍କ୍ରିୟ ହୋଇଯାଏ। କାରଣ ମନ ସଙ୍ଗରେ ସଂଯୋଗ ଛଡ଼ା ଏଗୁଡ଼ିକ କାମ କରିପାରନ୍ତି ନାହିଁ। ଯୋଗୀଗଣ ଏହାକୁ ହିଁ ସମାଧି କହନ୍ତି। ସମାଧି ଶବ୍ଦର ଅର୍ଥ ସମ୍ୟକ୍ ରୂପରେ ଆଧାନ ବା ସ୍ଥାପନ। ଯୋଗୀ, ଜ୍ଞାନୀ ଓ ଭକ୍ତଙ୍କ ସମାଧି ଭିନ୍ନ ଭିନ୍ନ ପ୍ରକାରର, ତିନୋଟି ଏକା ପ୍ରକାର ନୁହେଁ। ଯୋଗୀ ଚିତ୍ତକୁ ବୃତ୍ତିଶୂନ୍ୟ କଲେ ମୁଁ ମୋର ବୁଦ୍ଧି ଉତ୍ପନ୍ନ ହୁଏ ନାହିଁ। ଅହଂ ମମ ଆକାର ବୃତ୍ତି ବନ୍ଦ ହୋଇଗଲେ ଶରୀର ଆଦି ପରିଚାଳନା କରିବାର କେହି ନଥାନ୍ତି। ସବୁକିଛି ନିଷ୍କ୍ରିୟ ହୋଇଯାଏ। ଏହା ହେଲା ଯୋଗୀର ସମାଧି। ଭକ୍ତ ଭଗବାନଙ୍କ ଠାରେ ମନୋନିବେଶ କରୁ କରୁ ସେହି ଧ୍ୟେୟ ବସ୍ତୁରେ ଏତେ ନିବିଷ୍ଟ ହୋଇଯାଆନ୍ତି ଯେ ସେତେବେଳେ ଦେହ ଇନ୍ଦ୍ରିୟ ଆଦି ଆଡ଼କୁ ତାଙ୍କର ମନ ଯାଏ ନାହିଁ। ସୁତରାଂ ଦେହ ଇନ୍ଦ୍ରିୟ ଆଦି ନିଶ୍ଚଳ ହୋଇଯାଏ। ଏହା ହେଲା ଭକ୍ତର ସମାଧି। ଅର୍ଥାତ୍ ତଫାତ୍ ହେଉଛି ଯୋଗୀ ମନକୁ ବୃତ୍ତିଶୂନ୍ୟ କରନ୍ତି ଓ ଭକ୍ତ ଉପାସ୍ୟଙ୍କଠାରେ ମନକୁ ନିବିଷ୍ଟ କରନ୍ତି। ଅବଶ୍ୟ ଜ୍ଞାନୀ, ଭକ୍ତ ଓ ଯୋଗୀଙ୍କ ସମାଧିର ବିଭିନ୍ନ ସ୍ତର ଅଛି। ଭକ୍ତ ଓ ଯୋଗୀଙ୍କ ସମାଧିର ପାର୍ଥକ୍ୟ ସ୍ପଷ୍ଟ ଦେଖାଯାଉଛି। ଆଉ ଜ୍ଞାନୀଙ୍କ ସମାଧି? ଜ୍ଞାନୀଙ୍କ ସମାଧି ହେଲା ତାଙ୍କର ସ୍ୱରୂପରେ ସ୍ଥିତି। ଜ୍ଞାନୀଙ୍କ ସମାଧିରେ ଦେହ ଇନ୍ଦ୍ରିୟ ଆଦିର ମୁଁ ଓ ମୋର ବୁଦ୍ଧି ରହିବ ନାହିଁ। ବର୍ତ୍ତମାନ ଏ ବୁଦ୍ଧି ନଥିବାରୁ ଦେହ ଇନ୍ଦ୍ରିୟ ଆଦି କାମ କରିବେ ନା ନାହିଁ, ତାହାର ଉତ୍ତରରେ ଜ୍ଞାନଯୋଗୀ କହନ୍ତି କରିପାରେ, ପୁଣି ନ କରିପାରେ। ଯଦି କରେ ତାହେଲେ ବୁଝିବାକୁ ହେବ ପୂର୍ବ କର୍ମର ଫଳ, ଯାହାକୁ ଏଠାରେ ପ୍ରାରବ୍ଧ କୁହାହେଉଛି। ସେହି ପ୍ରାରବ୍ଧ ହିଁ କର୍ମର ହେତୁ। କାରଣ ମୁଁ ରୂପକ ବସ୍ତୁଟି ସେଠାରେ ନଥାଏ। ଯଦି ରହେ ମୁତ୍ୱର ଗୋଟିଏ ଆଭାସ ମାତ୍ର ରହେ। ସେହି ଆଭାସଟି ପୂର୍ବ ଅଭ୍ୟାସବଶତଃ ଆସେ।
କିନ୍ତୁ ସେ କର୍ମରେ ତା'ର କର୍ତ୍ତୃତ୍ୱ ବୁଦ୍ଧି ନଥାଏ। ସବୁ କରୁଛି ଅଥଚ ମୁଁ ତ୍ୱ ବୁଦ୍ଧି ନାହିଁ। ଗୀତାରେ ଭଗବାନ ଏହା ବିଶେଷ ରୂପରେ ଦେଖାଇଛନ୍ତି। ହତ୍ୱାପି ସ ଇମାନ୍ ଲୋକାନ୍ ନ ହନ୍ତି ନ ନିବଧ୍ୟତେ। ଏହି ଯେ କର୍ମ କରି ମଧ୍ୟ କର୍ମ କରୁନାହାନ୍ତି, ଏହା ହେଉଛି ଜ୍ଞାନୀର ଅବସ୍ଥା। ଦେହସ୍ଥ ଅପି ନ ଦେହସ୍ଥ। ଦେହରେ ଥାଇ ମଧ୍ୟ ଦେହରେ ନାହାନ୍ତି। ଅର୍ଥାତ୍ ଦେହର ବ୍ୟବହାର ଯେତେବେଳେ ଅଛି ସେତେବେଳେ ଆମେ କହୁ ଏ ବ୍ୟକ୍ତି ଜ୍ଞାନୀ ଏବଂ ସେହି ଦେହରେ ହିଁ ଜ୍ଞାନ ଲାଭ କରିଛନ୍ତି। କିନ୍ତୁ ଦେହରେ ନାହାନ୍ତି ମାନେ ଏହା ମୋର ଦେହ, ଏହି ମମତ୍ୱ ଅଭିମାନ ତାଙ୍କର ନାହିଁ। ସେ ଜାଣିଛନ୍ତି ଏସବୁ ମିଥ୍ୟା। ଏହି ମିଥ୍ୟାତ୍ୱ ନିଶ୍ଚୟ ଜ୍ଞାନର ପରିଣାମ। ଏହାକୁ ଆମେ ବ୍ରହ୍ମ ସାକ୍ଷାତକାର କହୁ। କିନ୍ତୁ କଥାଟିରେ ତ୍ରୁଟି ଅଛି। ଜଗତର ଅନ୍ୟ ବସ୍ତୁକୁ ଯେଉଁ ଭାବରେ ଦେଖୁ ସେହି ଭାବରେ ବ୍ରହ୍ମକୁ ଦେଖିଲେ ସାଧାରଣ ଅର୍ଥରେ ବ୍ରହ୍ମ ସାକ୍ଷାତକାର କୁହାଯାଏ। କିନ୍ତୁ ତାହା ଠିକ୍ ନୁହେଁ। ବ୍ରହ୍ମ ସାକ୍ଷାତକାର ମାନେ ବ୍ରହ୍ମଙ୍କୁ ଇନ୍ଦ୍ରିୟର ଗୋଚର କରିବା। ଚକ୍ଷୁ ସମସ୍ତ ଜ୍ଞାନେନ୍ଦ୍ରିୟର ଉପଲକ୍ଷଣ। ଅର୍ଥାତ୍ ଚକ୍ଷୁ କହିଲେ କେବଳ ଚକ୍ଷୁ ନୁହେଁ, ସମସ୍ତ ଇନ୍ଦ୍ରିୟକୁ ବୁଝାଉଛନ୍ତି। ସେଗୁଡ଼ିକ ଦ୍ୱାରା ଯେଉଁ ଅନୁଭବ ତାହାର ନାମ ସାକ୍ଷାତକାର। କିନ୍ତୁ ବ୍ରହ୍ମ ତ ଘଟପଟ ଭଳି ବାହ୍ୟ ବସ୍ତୁ ନୁହେଁ ଯେ ଇନ୍ଦ୍ରିୟ ସାହାଯ୍ୟରେ ଦେଖିବା। ସୁତରାଂ ଏଠାରେ ବ୍ରହ୍ମ ସାକ୍ଷାତକାର ମାନେ ବୁଝିବାକୁ ହେବ ବ୍ରହ୍ମଙ୍କୁ ଉପଲବ୍ଧି କରିବା ପାଇଁ ମଝିରେ କୌଣସି କରଣ ଅଥବା ଉପାଧି ନାହିଁ। ଆମେ ଆଖିରେ କୌଣସି ଜିନିଷ ଦେଖିଲେ ସେ ବସ୍ତୁ ସଙ୍ଗରେ ଆଖିର ସଂସ୍ପର୍ଶ ହୁଏ ଏବଂ ସେହି ସଂସ୍ପର୍ଶ ମନରେ ବୃତ୍ତି ସୃଷ୍ଟି କରେ। ମନର ବୃତ୍ତି ଆତ୍ମଜ୍ୟୋତିରେ ଉଦ୍ଭାସିତ ହେଲେ ବସ୍ତୁର ଅନୁଭବ ହୁଏ। ଦାର୍ଶନିକମାନଙ୍କ ମତରେ ଏହା ହେଉଛି ବସ୍ତୁ ଅନୁଭବର ପ୍ରଣାଳୀ। ସୁତରାଂ ବସ୍ତୁ ସାକ୍ଷାତକାର କରିବାକୁ ହେଲେ ଇନ୍ଦ୍ରିୟ ମନ ବ୍ୟତୀତ ତାହାର ସହକାରୀ କାରଣ ଯେପରି ଆଲୋକ, ଶାରୀରିକ ସୁସ୍ଥତା ଇତ୍ୟାଦିର ଦରକାର। ଏହି ସହକାରୀ କାରଣଗୁଡ଼ିକ ବ୍ୟତୀତ ବସ୍ତୁ ପ୍ରତ୍ୟକ୍ଷ ହୁଏ ନାହିଁ। ଓମ୍ ନିରଞ୍ଜନମ୍ ନିତ୍ୟମନନ୍ତରୂପଂ ଭକ୍ତାନୁକମ୍ପାଧିତବିଗ୍ରହଂ ବୈ ଈଶାବତାରଂ ପରମେଶମିଡ୍ୟଂ ତ୍ୱଂ ରାମକୃଷ୍ଣଂ ଶିରସା ନମାମି।